ग्रह रूपी जनार्दन तस्मै ग्रहाय जनार्दनाय नमः। ग्रह प्राणी को दुख दियंती सुख दियंती केतेबेले कौन दियंती से कथा को जानिबा पाई गवेषक माने आमर ऋषि महर्षि माने बहु चेष्टा करथिले। जेतिक से जानिले सेतिकी जणेइले आउ सेउथरु किंचित मात्र आमे अध्ययन करिचे आउ कहूचे। आज आमे आलोचना करिबा 11 तारीख मंगलवार। ए दिन सूर्य उदय हेबे 5:26 पर, अस्त जीवे 6:16 पर। आउ राहु काल मंद समय दिन 3:02 रु 4:37। आज 24 घंटा चंद्र तांको निज घरे रहिबे। आलोचना करिबा मंगलवार 11 तारीख मेष राशि पाई कलह प्रद दिन। कलह का संगे हुए जे चाहे मौनी न कलह नास्ति। जे चुप रहे सब जीर्ण कर दिए हसुए ता संगे कहार झगड़ा हुए। तेणु आज जी चाहब कंटा बाड़े लुगा पकई चिरीवाई ता सांगरे कलह हेबो। यह जानी आपण तो ज्ञानी टिके संभाली नियंतु ना। बात्या पवन पड़े गला परे पुणी मुंटिकी ठिया हेबे। कहिबा लोक बड़ नुहे सहिबा लोक बड़ परा। 10:19 ठारू द्विजा नक्षत्र अशुभ। आज पुरातन रोग जहाँ जहाँ आपण को अतीत दुख देइछि सेई रोग सबू आज पुनः मुह देखाई कषिब हैरान करियो। पर बुद्धि परिचालित होई पस्तेइबे। रास्ता घाट रे बड़ हैरान हेबे। वृत्ति सेवा वाणिज्य रे बाधा आसिबो। यथा समय रे खाई पारिबेनी। हाँ अपराह्न बंधुंकर सहयोग मिली पारे। संध्यारे जदि चाहिए ताहले निश्चित भाव में देवदर्शन हेबो। मंगलवार 11 तारीख वृष राशि पाई एक धन लाभ योग अच्छी। दिन 10:09 पर दिन 10:09 पर रोहिणी नक्षत्र अशुभ। वृष राशि मंगलवार वृष राशि मंगलवार वृष राशि बोले शुक्र मंगलवार तो मंगल ये दिहे शत्रु एणु सावधान। कारण आज कारण बिना शत्रु सृष्टि हेबे। कारण बिना शत्रु सृष्टि हेबे। भाई भौणी संपर्क मधुर रहिबनी। नीरवता भांगी जीव। जदि आपण चाहिए मु चुपचाप रही ताहले पारिवारिक झड़ हेबनी। धनागम दिवस हेतु आपण यथोचित उद्यम जारी रखी मुंड खटाई श्रम करंतु। विधाता प्रबल वित्त देवे। शारीरिक सुस्थता अच्छी। समस्यार सरल समाधान हो। खाली आपण टिके धैर्य धरी भल मनीष हंतु। तेणु विधाता सब भल करिवे। मिथुन राशि मंगलवार 11 तारीख मिथुन राशि शत्रु वृद्धि योग अच्छी। दिन 10:09 रु आर्द्रा नक्षत्र अशुभ। यही शत्रु आपण जीभ गोरे आनंद रही। शत्रु बाहर नहांती आपण जीभ घरे। गोटे कथा लेखा है जुहाग्रे बसते लक्ष्मी जुहाग्रे मित्र बांधवा जुहाग्रे शत्रव सदा जुहाग्रे मृत्यु ही ध्रुवम। सबु जीभ गरे शत्रु मित्र धन लक्ष्मी आयु खेल सबकि। तेणु
ମନ ହିଁ ଜୀବର ଚାଳକ, ଡ୍ରାଇଭର। ମନ ହେଉଛି ଡ୍ରାଇଭର। ତେଣୁ ମନ ହିଁ ଜୀବର ଚାଳକ। ଆପଣଙ୍କ ମନ ଆଜି ଏକ ଓଲିଆ ଗାଈ ପରି ହେବ। ଏଣୁ ମନକୁ ସଂଯତ କରି କର୍ମ କରି ଚାଲନ୍ତୁ। ହସି ହସି ସମସ୍ତଙ୍କ ସହିତ ମଧୁର ବ୍ୟବହାର କରନ୍ତୁ। ଧନ ପ୍ରାପ୍ତ ହେବ। ପାରିବାରିକ ଝଗଡ଼ା ଶାନ୍ତ ହୋଇଯିବ। ଆଉ ସ୍ୱାସ୍ଥ୍ୟ ସମସ୍ୟା ହବନି। କର୍କଟ ରାଶି, ମଙ୍ଗଳବାର 11 ତାରିଖ କର୍କଟ ରାଶି, ଧନ ଧାନ୍ୟ ସଂଯୁକ୍ତ ହେବେ। ନିଶ୍ଚିତ ଭାବରେ କେଉଁଠୁ ଟଙ୍କାଟିଏ ବା ଲକ୍ଷେ ଟଙ୍କା ମିଳିପାରେ। 1ରୁ ଲକ୍ଷେ ଭିତରେ ଆପଣ କର୍ମ ଅନୁଯାୟୀ ପାଇବେ ନା। ମୁଁ କହିଲେ କ'ଣ ହେବ? ସବୁରେ ଆମ କର୍ମଫଳ। ସୁତରାଂ ଆଜି ପୁଷ୍ୟା ନକ୍ଷତ୍ରର ଅଶୁଭ ଦିନ 10ଟା 9 ପରେ। ରାଶ୍ୟାଧିପ ଚନ୍ଦ୍ରମା ଆଜି ଆପଣଙ୍କୁ ସର୍ବବିଧ ସୁଖ ଦେବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଆପଣ କେବଳ ହସନ୍ତୁ ଆଉ ମନ ଖୋଲା ହସି ହସି ପାରିଲେ ଦୈବୀ କୃପା ଅବଶ୍ୟ ମିଳିବ। ଦେହ ମନ ମୁଣ୍ଡ ସୁସ୍ଥ ରହିବ। କୌଣସି ସମସ୍ୟା ନାହିଁ। ଆର୍ଥିକ ବିକାଶ ହେବ। ଯଦି ମୁଣ୍ଡ ଖଟାଇ ଖଟି ପାରିବେ ତେବେ ଅଧିକ ଆୟ ହେବ। ପାରିବାରିକ ସୁଖ ମିଳିବ। ସୁନ୍ଦର ଦିଶିବେ ଆଉ ନିଜକୁ ଏକ ସାମର୍ଥ୍ୟବାନ ଭାବିବେ। ବୃଦ୍ଧ ହେଲେ ବି ଲାଗିବ ମୁଁ ଆଜି ଟୋକାଟା। ଆଉ ଯେ ଟୋକା ସେ ଆଜି ଭାବିବ ମୁଁ ବିଧା ମାରି ପାଚିଲା କଦଳୀକୁ ଚେପା କରିଦେବି ଇତ୍ୟାଦି। ମଙ୍ଗଳବାର 11 ତାରିଖ ସିଂହ ରାଶି, ଅପମାନ ଯୋଗ। ଭାରି ହୁସିଆର ରୁହନ୍ତୁ। ଦିନ 10ଟା 9 ଠାରୁ ପୂର୍ବ ଫାଲ୍ଗୁନୀ ନକ୍ଷତ୍ରର ଅଶୁଭ। ଆଜି ଅଧିକ କ୍ଷୟକ୍ଷତି ହେବ। ଦେହ ଠିକ୍ଠାକ୍ ରହିବନି। ମନ ବି ଝଟପଟ ହେବ। ଶାନ୍ତିର ନାଁ ଗନ୍ଧ ନାହିଁ। ବରଂ କଳହ ହେବ। ଦୁର୍ଘଟଣା ଘଟିପାରେ। ଏଣୁ ସାବଧାନତାର ସହିତ ଚଳପ୍ରଚଳ ହୁଅନ୍ତୁ। ବହୁ ଖର୍ଚ୍ଚ ହୋଇଯିବ। ଆୟ ଆଦୌ ହବନି ପ୍ରାୟ। ପ୍ରିୟ ଲୋକଙ୍କ ବ୍ୟବହାର ଅପ୍ରିୟ ବୋଧ ହେବ। ମାତ୍ର ମନ ଅନୁସାରେ ଆପଣଙ୍କୁ ଭଲ ଲୋକ ବା ମନ୍ଦ ଲୋକ ମିଳିବେ। ଆଉ ସବୁଠୁ ଦୁଃଖର କଥା, ଆପଣ ଆଜି ମନ୍ଦ ଲୋକଙ୍କୁ ଭଲ ଭାବିବେ। ଯିଏ ହିଁ ଆପଣଙ୍କୁ ଆଦୌ ଭଲ ପାଆନ୍ତିନି, ଯିଏ ଆପଣଙ୍କୁ ଭଲ ପାଆନ୍ତି ତାଙ୍କୁ ଆପଣ ଖରାପ ଭାବିବେ। ଏଇଟା ହେଉଛି ତ ଦୁର୍ବୁଦ୍ଧି ଆଉ। ହଉ ଦେଖିବା କଥା କ'ଣ ନା, ମଙ୍ଗଳବାର 11 ତାରିଖ କନ୍ୟା ରାଶି ପାଇଁ ଆର୍ଥିକ କଷ୍ଟ ନାହିଁ। ଦିନ 10ଟା 9 ଠାରୁ ହସ୍ତାର ଅଶୁଭ। କନ୍ୟା ରାଶି ପାଇଁ ଆଜି ଏକ ସୁବର୍ଣ୍ଣ ସୁଯୋଗ। ରାହୁ, ମଙ୍ଗଳ, ବୁଧ, ରବି, ଚନ୍ଦ୍ର ଓ ବୃହସ୍ପତି ପ୍ରସନ୍ନ ଅଛନ୍ତି। ଏତେ ଗ୍ରହ ପ୍ରସନ୍ନ ଅଛନ୍ତି। ଅଜାଡ଼ି ଦେବେ ତାହେଲେ। ଆଉ କୌଣସି ପ୍ରକାରର ଅସୁବିଧା ନାହିଁ। ମାତ୍ର ଚତୁର ଚାଲାକି ନହେଲେ ପଛେଇ ଯିବେ। ପ୍ରତିଟି ସମସ୍ୟାକୁ ହସି ହସି ସ୍ୱାଗତ କରନ୍ତୁ। ଏହା ସହଜରେ ସମାଧାନ ହୋଇଯିବ। ଧନ ମିଳିବ ମନ ଲାଖି। ଯଦି ସମୁଚିତ ଧାରାରେ ଯୋଜନାକୁ କାର୍ଯ୍ୟକାରୀ କରିବେ ବ୍ୟକ୍ତିଗତ ସୁଖ, ଶାନ୍ତି ଓ ଆନନ୍ଦ ନିଶ୍ଚୟ ମିଳିବ। ସହସା ବିଦଧୀତ ନ କ୍ରିୟାଂ। ହଠାତ୍ କୌଣସି କାର୍ଯ୍ୟ କରନ୍ତୁନି। ଭାବି ବିଚାରି କାମ କରନ୍ତୁ ନା। ଆଜି ଆରୋଗ୍ୟ ରହିବେ। ଧର୍ମ ଦିଗରେ ଟିକେ ମନ ଯିବ। ଆଉ ଆପଣ ଧାର୍ମିକ ଲୋକ, ମୁଁ ଆଉ କ'ଣ କହିବି। ମଙ୍ଗଳବାର 11 ତାରିଖ ତୁଳା ରାଶି ପାଇଁ ବନ୍ଧୁ ସହଯୋଗ ଅଛି। ଦିନ 10ଟା 9ରୁ ସ୍ୱାତୀ ନକ୍ଷତ୍ରର ଅଶୁଭ। ଆଜ ଏକ କର୍ମମୁଖର ଦିନ। ସୂର୍ଯ୍ୟୋଦୟ ଠାରୁ ଶୟନ ଯାଏ ଅବିଶ୍ରାନ୍ତ ଭାବରେ କର୍ମ କରି ଚାଲିବେ। ଯଦି ଯୋଜନାନୁସାରେ ନୀତିପୂର୍ବକ ଯଥୋଚିତ କର୍ମ କରିବେ ତେବେ ଆର୍ଥିକ ଲାଭବାନ ହେବେ। ସମୟର ସଦୁପଯୋଗ ନ କଲେ ବଡ଼ କ୍ଷତି ହେବ। କାୟ ମନ ବାକ୍ୟରେ ସହ ନିଷ୍ପତ୍ତି ନେଇ ଶୃଙ୍ଖଳାର ସହିତ କର୍ମ କଲେ
କୌଳିକ ମୌଳିକ ବୌଦ୍ଧିକ ପାରିବାରିକ ସାମାଜିକ ଲୌକିକ ସୁଖ ପାଇବେ। ହଁ, ଭଲ ଦିନ। ମଙ୍ଗଳବାର 11 ତାରିଖ ବିଛା ରାଶି ପାଇଁ ଏକ ଖୁସିର ଦିନ। ଦିନ 10ଟା 9 ଅନୁରାଧା ନକ୍ଷତ୍ରର ଅଶୁଭ। ସମ୍ମାନ ଓ ଅସମ୍ମାନ ଆମ କର୍ମରୁ ମିଳିଥାଏ। ଏଥିପାଇଁ କୁହାଯାଏ ଆପଣା ଦୋଷେ ପ୍ରାଣୀ ମରେ। ଆଗ ପ୍ରତିଜ୍ଞା କରନ୍ତୁ କାହା ସହ ସଂଳାପ ଯୁକ୍ତି କି ଆଲୋଚନା କରିବେନି, କାହାକୁ ପରାମର୍ଶ ଦେବେନି କି କାହାକୁ ନେହୁରା ହେବେନି। ଏହିପରି ବ୍ରତ ପାଳନ କରି ହସ ହସ ରହିଲେ କୌଣସି ଅସୁବିଧା ହେବନି। ଅନ୍ୟଥା ଯଦି ଏଥିରେ ବ୍ୟତିକ୍ରମ ହୁଏ ତାହେଲେ ପଦେ ପଦେ ଅପମାନିତ ହେବେ। ଚୁପଚାପ ସ୍ୱକର୍ମ କଲେ ଧନ ଲାଭ ହେବ, ସମ୍ମାନ ମିଳିବ। ହଁ, ଆପଣ ପଦେ କହିବେ ମୁଁ ଆପଣଠୁ ସାନ, ମୋତେ କହିବେ ଗ୍ଲାସ ପାଣି ଆଣିଲୁ, ମୁଁ ଏ କାନେ ପୁରେଇ ସେ କାନେ ବାହାର କରିଦେବି। ଯଦି ଅଭଦ୍ର ହେଇଥିବି ପାଣି ନିଜେ ନେଇ ପିଇଲେ କ'ଣ ହବନି? ହାତ ଛିଣ୍ଡି ଯାଇଛି। ଯଦି ଅତି ଭଦ୍ର ହେଇଥିବି ବାପା ଧନ ଏଇ ପାଖରେ ବା ପାଣି ଅଛି, ଆସୁନ ପିଇ ଦେଇ ଯିବ। ଏ ତିନିଟା କ'ଣ ଅସମାନତ କଥା ନୁହଁ? ଧନୁରାଶି ମଙ୍ଗଳବାର 11 ତାରିଖ ଧନୁରାଶି ପୂଜା ପାଠର ସୁଯୋଗ ଅଛି। ଆଜି ମନ୍ଦିର ଯିବେ, ପୁରାଣ ପଢ଼ିବେ ବା କୌଣସି ଜ୍ଞାନୀ ଲୋକ ଆପଣଙ୍କ ପାଖକୁ ଆସିବେ, କିଛି ସାଧୁ ପରାମର୍ଶ ଦେବେ। ଦିନ 10ଟା 9 ପୂର୍ବାଷାଢ଼ା ନକ୍ଷତ୍ରର ଅଶୁଭ। ମଙ୍ଗଳବାର ହେତୁ ବଡ଼ ବଡ଼ ସମସ୍ୟା ସହଜରେ ସମାହିତ ହୋଇଯିବ। ମାତ୍ର ଧୈର୍ଯ୍ୟ ଧରନ୍ତୁ। ଆଜ ଦିନଟି ସମସ୍ୟା ବହୁଳ ଦିନ। ଦେହ ସମ୍ପୂର୍ଣ୍ଣ ଅସୁସ୍ଥ ହେବ। ସୁରକ୍ଷିତ ସ୍ଥାନରେ ରହି ଚିକିତ୍ସିତ ନହେଲେ ହଇରାଣ ହେବେ, ବହୁ ଖର୍ଚ୍ଚାନ୍ତ ହେବେ। ମାତ୍ର ଆୟ ସେତେ ଭଲ ହେବନି। ମାନସିକ ଅଶାନ୍ତି ବଢ଼ିଯିବ। ନିଜ ଲୋକ ସହଯୋଗ କରିବେନି। ଏଇ ତ ଅସୁବିଧା ଆଉ। ମକର ରାଶି ମଙ୍ଗଳବାର 11 ତାରିଖ ମକର ରାଶି ପାଇଁ ସ୍ନେହ ପ୍ରେମାଦି ଯୋଗ ଅଛି। ଦେଇଥିଲେ ପାଇ ବାହାର ଲୋକ ଆଜି ଆପଣଙ୍କୁ ସ୍ନେହ କରିବେ, ପ୍ରେମ କରିବେ, ଆଦର କରିବେ ଏବଂ ଆପଣ ଏଇସବୁ ପାଇ ବହୁତ ଖୁସିରେ ସମୟ ନେବେ। ହଁ, ଆଚ୍ଛା ଦେଖିବା ଦିନ 10ଟା 9 ଠାରୁ ସୁଖ ବଢ଼ିଯିବ। ଏଇ ସୁଖ ବଢ଼ି ବଢ଼ିଯିବ ଯଦି ଆପଣ ହସି ହସାଇ ପାରିବେ। ନିଜେ ହସିବେ, ଅନ୍ୟକୁ ହସାଇବେ। ଆଜି ଘାତବାର, ସାବଧାନ। ଆଜ ଏକ ଭଲ ଆୟକାରୀ ଦିନ। ମାତ୍ର ହଠାତ୍ କୌଣସି ଅଙ୍ଗ ଭୟଙ୍କର ସମସ୍ୟା ସୃଷ୍ଟି କରି କନ୍ଦେଇ ଦେବ। ମକର ରାଶି ଓ ମଙ୍ଗଳବାର ସାବଧାନ। ରାଶି ମକର, ବାର ମଙ୍ଗଳ। ଶନି ଆଉ ମଙ୍ଗଳ ଆଙ୍କର ବା ଅହିନକୂଳ ସମ୍ପର୍କ। ଏଇ ଯେଉଁ ପୀଡ଼ା ହବ ସିଏ ଭାରି କଷ୍ଟ ଦେବ, ଦୀର୍ଘସ୍ଥାୟୀ ହେବ। ଆର୍ଥିକ ବିକାଶ ପାଇଁ ପୂର୍ବ ଯୋଜନା କରନ୍ତୁ। ଇନକମ୍ ପାଇଁ ଗୋଟିଏ ଗୁଡ୍ ଡେ ଆଜି ଏବଂ ସମୁଚିତ ଉଦ୍ୟମ କରନ୍ତୁ। ଏହା ସହ ବୁଦ୍ଧି ବିବେକର ସୁବିନିଯୋଗ କରନ୍ତୁ। ଆଜି ସମସ୍ତ କାର୍ଯ୍ୟ ନିର୍ବାଧାରେ ସମାହିତ ହେବ। ଚେଷ୍ଟା କଲେ, ବୁଦ୍ଧି ଖଟେଇଲେ ଆଉ ଟିକେ ଖଟିଲେ ଧନ ଆସିବ, ମାନେ ବଢ଼ିଆ ଧନ ଆସିବ ନା। ଆଉ ଖାଲି ଶୋଇ ରହିଲେ ହେବ? କୁମ୍ଭ ରାଶି ମଙ୍ଗଳବାର 11 ତାରିଖ କୁମ୍ଭ ରାଶି ପାଇଁ ଅର୍ଥ ଲାଭ ଯୋଗ ଅଛି। ଦିନ 10ଟା 9 ଠାରୁ ଶତଭିଷା ନକ୍ଷତ୍ରର ଅଶୁଭ। ଆଜ ଏକ ଲାଭକାରକ ଦିବସ। ଅର୍ଥ ଲାଭ ସହ ସମ୍ପର୍କ ବୃଦ୍ଧି ହେବ। ବାଣିଜ୍ୟ ବ୍ୟବସାୟରେ ଲାଭ ହେବ। ଯଥେଷ୍ଟ ବେଶୀ ଉପକାର ହେବ। ଆଜି ଆପଣଙ୍କୁ ବହୁତ ଲୋକ ସାହାଯ୍ୟ ସହଯୋଗ କରିବେ। ଯଦି ଆପଣ ମାର୍ଜିତ ବ୍ୟବହାର କରନ୍ତି, ଗ୍ରାହକଙ୍କୁ ପ୍ରସନ୍ନ କରନ୍ତି, ତାହେଲେ ବ୍ୟବସାୟରେ ମଧ୍ୟ ବଢ଼ିଆ ଲାଭ ହେବ। ସବୁ ଆପଣଙ୍କ ଉପରେ ବା। ସ୍ୱାସ୍ଥ୍ୟ ନିରୋଗ ସୁସ୍ଥ ରହିବ। ପାରିବାରିକ ଶୃଙ୍ଖଳା ଓ ସାମାଜିକ କ୍ଷମତା ବୃଦ୍ଧି ହେବ। ଉତ୍ତମ ଖାଦ୍ୟ ମିଳିବ ଆଉ ବଢ଼ିଆ ଜୀର୍ଣ୍ଣ ହେବ। ଏହିପରି ବିବିଧ କୌଳିକ ମୌଳିକ ଲାଭ ହେବ।
ଭଲ ଦିନ କୁମ୍ଭ ରାଶି ପାଇଁ। ମଙ୍ଗଳବାର 11 ତାରିଖ ମୀନ ରାଶି ପାଇଁ ଋଣ ମୁକ୍ତି ଯୋଗ ଅଛି। ଋଣ କ'ଣ ଛାଁ ଛାଁ ପଳେଇବ? ଋଣ ପଳେଇବ କେମିତି? ଆମେ ଯାହାଠୁ ଆଣିଛେ 3 ଟଙ୍କା 8 ଟଙ୍କା ତାକୁ ସୁଝିବା ନା 4 ଟଙ୍କା? କେଉଁଠୁ ଆଣିବା? ଦେବ କିଏ? ଦାତା। ସିଏ କିଏ? ବିଧାତା। କେମିତି ଦେବ? ଖଟି ପାରିଲେ, ମୁଣ୍ଡ ଖଟେଇବେ, ଦେହକୁ ଖଟେଇବେ, ତାହେଲେ ମିଳିବ। ଆଜି ଋଣ ମୁକ୍ତି ଯୋଗ ଅଛି। ଦିନ 10ଟା 9 ଠାରୁ ଉତ୍ତର ଭାଦ୍ର ନକ୍ଷତ୍ରର ଅଶୁଭ। ବିବିଧ ସୁଖ ନେଇ ଦିନଟି ଉପସ୍ଥ ହୋଇଛି। ବିଭିନ୍ନ ସୁଖ ଦେବା ଆଜି ସେ। କେବଳ ଆନ୍ତରିକ ଚେଷ୍ଟା ଦରକାର। ଯୋଜନା ଅନୁସାରେ ଶୃଙ୍ଖଳାର ସହିତ ସବୁ କାମ କରିଚାଲନ୍ତୁ। ସବୁ କର୍ମ ବୋଇଲେ ତୁମର ନୀତିଦିନିଆ କର୍ମ। ତୁମକୁ କେହି କହୁନି ପାହାଡ଼କୁ ଟେକ। ତମେ ଯେଉଁ କର୍ମ ପ୍ରତିଦିନ କରୁଛ, ଯିଏ ଯାହା କରୁଛି ସେକୁ ସବୁଦିନ ଭଲ ଭାବରେ କର। ଧନ ପ୍ରାପ୍ତି ଯୋଗ ଅଛି। ସେଇ କର୍ମରୁ ପ୍ରବଳ ଧନ ଆସିବ। କେବଳ ସମୁଚିତ ଉଦ୍ୟମ ଲୋଡ଼ା। ଦେହ ମନ ମୁଣ୍ଡ ସୁସ୍ଥ ରହିବ। ଆର୍ଥିକ ବୌଦ୍ଧିକ ବିକାଶ ହେବ। ବନ୍ଧୁ ସମାଗମ ହେବେ। ଉପହାର ମିଳିବ। ଆଉ କହିବେ ଭାଇ ଭଲରେ ଅଛୁ ତ? ଆପଣ କ'ଣ କହିବେ? ହଁ।